ଭଲ ଅଛ? କଣ ହେଲା ଭାଇ ଖାଉଛ? ଗୁଲନ୍ଦା ହୋଟେଲ ଆସିଥିଲୁ ବା। ଆମେ ଯେତେବେଳେ ଅସୁରେଶ୍ୱର କଥା ମନେ ପଡେ ଖାଇବା ମଜା, ଆମେ ଯେହେତୁ ଜଣେ ଚାକିରି କରୁଛୁ କର୍ମଚାରୀ, ଗାଧୁଆ ତ କୋଉଠି ଖାଇବାକୁ ଦିଟା ପଡିବ, ଯେତେବେଳେ ଅସୁରେଶ୍ୱର କଥା ମନେ ପଡେ ସେତେବେଳେ ଗୁଲନ ଭାଇର କଥା ମନେ ପଡେ। ଏଇ ଗୁଲନ ଭାଇ ଏ ଗୁଲନ ଭାଇ କେବଳ ହୋଟେଲର କଥା ନୁହେଁ, କେବଳ ହୋଟେଲରେ ଖାଇବା କଥା ନୁହେଁ, ସମ୍ପର୍କ ତାଙ୍କଠୁ କ୍ରିକେଟ ଖେଳରୁ ଆରମ୍ଭ ହୋଇ ତାଙ୍କ ଜୀବନ ଯେତେବେଳେ ପ୍ରଥମରୁ ପିଲା ଯେତେବେଳେ କଲେଜରେ ପାଠ ପଢେ, ଛୋଟରୁ ପ୍ଲସ୍ ଟୁ ମେଟ୍ରିକ ପରେ ଯୋଉ ପ୍ଲସ୍ ଟୁ ପାଠ ପଢେ କଲେଜରେ, ସେତେବେଳୁ ସେ ଭଲ କ୍ରିକେଟର ପ୍ରମୋଦ ସାହୁ ନାଁରେ ପରିଚିତ ଥିବା ଗୁଲନ ଭାଇ ସମସ୍ତେ ତାଙ୍କୁ ଭଲ ପାଆନ୍ତି। ସବୁଠୁ ବେଶୀ କଥା ହେଲା ଖାଦ୍ୟ ତ ଦେଶୀ ଖାଦ୍ୟ, ଘରୋଇ ଖାଦ୍ୟ ହୁଏ। ତାଙ୍କ କଥା ଆଉ ବ୍ୟବହାର ବହୁତ ଉଚ୍ଚ କୋଟିର। ସେ ଜଣେ ଭଲ କ୍ରିକେଟର। ଏ ଗ୍ରାମାଞ୍ଚଳ କ୍ରିକେଟରେ କେବଳ ଲୁଣା ଚିତ୍ରୋତ୍ପଳା ଦୀପାଞ୍ଚଳ ନୁହଁ, ଭଲ କ୍ରିକେଟର। ତାପରେ ପରେ ଆପଣମାନେ ଗୋଟେ ଛୋଟ କଥା ବି ଭଲ ଭାବରେ ଜାଣିଥିବେ, ବାପସେ ବେଟା ଦାଦା ହେ। ତାଙ୍କର ଝିଅ, ଯୋଉ ବଡ ଝିଅଟି ତାଙ୍କର କବାଡି ଖେଳରେ ଆନ୍ତର୍ଜାତିକ ସ୍ତରରେ ଭଲ ପ୍ରତିଭା ସମ୍ପନ୍ନ ବ୍ୟକ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ସେ ଭଲ ପିଲା। ମତେ ଯେତେବେଳେ ହୋଟେଲରେ ଆସୁ ଦିଟା ଖାଉ, ଭଲ ଖାଦ୍ୟ ଖାଉ, ଏତେ ବାଟ ଆସିଲେ ବି ଦୂରତା ଆସିଲେ ବି ବହୁତ ଦୂରରୁ ଖାଇବାକୁ ଆସିଲେ ବି ଅନୁଭବ କରୁନା ଯେ ଦୂରକୁ ଆସୁଛୁ ଖାଇବା ପାଇଁ। ଏଇ ଗୁଲନ୍ଦା ହାଟ ଯେବେ କେବେ ଆପଣ ଅସୁରେଶ୍ୱର ଆସୁଛନ୍ତି, ଯେବେ କେବେ ଏଇ ରୁଟ୍ ଦେଇ ଅସୁରେଶ୍ୱର ଦେଇ କଟକ ଯାଉଛନ୍ତି, ତେବେ ମଧ୍ୟାହ୍ନ ସମୟରେ ହଉ ରାତ୍ରି ସମୟରେ ହଉ, ତାହେଲେ ଗୁଲନ୍ଦା ହୋଟେଲ ଆସନ୍ତୁ। ଭଲ ଖାଦ୍ୟ ଆଉ ଭଲ ବ୍ୟବହାର, ଆପଣମାନେ ସେଠି ଆସି ଖାଦ୍ୟ ଖାଇନନ୍ତୁ। ଆଉ ବିଶେଷ କିଛି କହିବୁନି। ଜୟ ଜଗନ୍ନାଥ। ଆପଣମାନେ ଯେବେ ଆସିବେ ଅସୁରେଶ୍ୱର ଗୁଲନ୍ଦା ହୋଟେଲକୁ, ସେ ଗୁଲନ୍ଦା ହାଟରେ ସୁଷମ ଖାଦ୍ୟ ଆଉ ଭଲ ବ୍ୟବହାର ଖାଇ ପିଇ ଆରାମରେ ଯିବେ। ଜୟ ଜଗନ୍ନାଥ। ଘାଣ୍ଟିଆ ମିଳେ, ଯେତେ ଯାହା ହଉ ଘାଣ୍ଟିଆଟା ମିଳିବ। ଏଠି ଘାଣ୍ଟିଆଟା ଅଛି, ଚିଙ୍ଗୁଡି ମଧ୍ୟ ଅଛି, ଭଜା ଅଛି, ସାଧା ପାଇଁ ଡାଲି ଅଛି ହେଲା। ସବୁଠୁ ଭଲ କଥା ହଉଛି ଏ ଗ୍ୟାସ ଧରିକା ନାହିଁ, ଆଞ୍ଚରେ ରୋଷେଇ ହଉଛି। ଆଞ୍ଚରେ ରୋଷେଇ ଭାଇଙ୍କର ହଉଛି। ମାଛ ମଧ୍ୟ ଅଛି, ଚିକେନ ଅଛି। ଗୋଟେ ଗାଁରେ ଗ୍ରାମାଞ୍ଚଳରେ ଗୋଟେ ସାଧାରଣ ପରିବାର ଯେଭଳି ଆମେ ଯେତେବେଳେ ଗୁଲନ୍ଦା କଥା କହୁଥିଲେ, ଆପଣ ଚିହ୍ନିଥିବେ କି ନାହିଁ? ଦେଖନ୍ତୁ ଏ ଗୁଲନ୍ଦା ପ୍ରମୋଦ ସାହୁ ନାମରେ ପରିଚିତ, କ୍ରିକେଟ ଭଲ କ୍ରିକେଟର, ଝୁଅ ଜଣେ ଭଲ ଖେଳାଳି ଆନ୍ତର୍ଜାତିକ ସ୍ତରର। ଗୁଲନ୍ଦା ଦାଦା ହୋଟେଲ ଭଲ ଚାଲିଛି ନା ନାଇଁ? ବହୁତ ବଢିଆ ଠାକୁରଙ୍କ ଦୟାରୁ ଚାଲିଛି। ଯାହା ବହୁତ ଦୂରରୁ ଲୋକମାନେ ଆସନ୍ତି ଗୁଲନ୍ଦା ବୋଲି। ଏପଟେ ଲୁଣା ଚିତ୍ରୋତ୍ପଳା ନୁହଁ, ପ୍ରାୟ ବହୁତ ଜାଗାରେ ଆପଣଙ୍କୁ ଜାଣିଛନ୍ତି ନା ନାଇଁ? ଭଲ ଖାଦ୍ୟ ଦେଖିବାକୁ ମିଳୁଛି, କମ ତେଲ ମସଲା ମିଳୁଛି। ଆପଣ ଓଡିଶାରେ ପ୍ରାୟ 4 କୋଟି ଭାରତ ବର୍ଷରେ ଦର୍ଶକ ଆଦିରେ ଅଛନ୍ତି, ଲିଙ୍କରେ ଯୋଡି। କଣ କହିବେ ତାଙ୍କ ପାଇଁ? କଣ କହିବି, ମୁଁ ଠାକୁରଙ୍କ ଡାକୁଛି ସମସ୍ତେ ଭଲରେ ରୁହନ୍ତୁ। ଆଉ ମୁଁ ବହୁତ କଷ୍ଟ କରିକି ଆଜି ମୁଁ ହୋଟେଲରେ କରିଛି, ମୁଁ ଖେଳା ଖେଳିରେ ବିତାୟିତ କରି ନାମ ନେଇଛି। ଆପଣ ଝିଅ ପାଇଁ ଗର୍ବିତ ନା ନାହିଁ? ବହୁତ ବଡ ଗର୍ବିତ, ବହୁତ ବଡ ଗର୍ବିତ। ଭଲ କଥା କହିଲି। ହୋଟେଲ କରି ନିଜ ପ୍ରତିପୋଷଣ କରି ନିଜ ଝିଅକୁ ଜଣେ ଆନ୍ତର୍ଜାତିକ ସ୍ତରରେ ପ୍ରତିଭା ସମ୍ପନ୍ନ ବ୍ୟକ୍ତିତ୍ୱ ଭାବରେ ଛିଡା କରିଥିବା ବଡ ଭାଇ ଗୁଲନ୍ଦା।